Hello everyone, welcome back to my another mini vlog. ତ ଯେହେତୁ ଶିବରାତ୍ରି ଥିଲା ସକାଳୁ ଉଠି ସବୁ କାମଦାମ ସାରିକି ମୁଁ ଏଠି ରେଡି ଯାଇଥିଲି ମନ୍ଦିର ଯିବା ପାଇଁକି। ତ ପ୍ରଥମେ ଆମେ ଯାଇଥିଲୁ ଦୁର୍ଗା ମାଙ୍କ ମନ୍ଦିର ପୂଜା ଦେବା ପାଇଁକି, କାହିଁକି ନା ଦିଦିର ଗୋଟେ ମାନସିକ ଥିଲା ବୃଷଭ ଦେବାର ଥିଲା ତ ମନ୍ଦିରରେ, ସେଥିପାଇଁକି ଆମେ ପୂଜା କରିବା ପାଇଁ ଯାଇଥିଲୁ। ଆଉ ଏଠି ଚୁଇଁ କେମିତି ରାଗିକି ବସିଛି ଦେଖନ୍ତୁ, ତାକୁ ଡାକିଲେ ବି ତାର ରିଆକ୍ସନ କେମିତି ଦେଖନ୍ତୁ। ତ ସେଠୁ ଆମେ ପୂଜା ସାରିକି ମହାଦେବ ମନ୍ଦିର ଯାଇଥିଲୁ। ମହାଦେବଙ୍କ ପାଖରେ ପୂଜା ଦେଇକି ସେଠୁ ଆମେ ମା ନେଇକି ଆସିଥିଲେ ବୋଟଲରେ ପଞ୍ଚାମୃତ ସବୁ ଭରିକି ନେଇକି ଆସିଥିଲେ, କାହିଁକି ଦିନ ସାରା ପିଇବାର ଥିଲା ତାକୁ। ତାପରେ ଆମେ ଘରକୁ ରିଟର୍ନ କରି ଯାଇଥିଲୁ। ଆଉ ଯେହେତୁ ମୁଁ ହଉଛି ଫଟୋଲିକ୍ ପର୍ସନ, ଫଟୋ ଭିଡ଼ିଓ ନ ଉଠେଇଲେ କ'ଣ କିଛି ହବ କି? ତାପରେ ପୁଣି ଆମେ ସମସ୍ତେ ବାହାରି ପଡ଼ିଥିଲୁ ମନ୍ଦିର ଯିବା ପାଇଁକି, ଜାଗର ଜାଳିବା ପାଇଁ। ଆଉ ସେଠି ବହୁତ ଲୋକ ବି ଆସିଥିଲେ ଜାଗର ଜାଳିବା ପାଇଁ। ଆଉ ତା ଭିତରେ ପିଲାମାନଙ୍କର ପ୍ରୋଗ୍ରାମ ବି ଚାଲିଥିଲା, ଡାନ୍ସ ପ୍ରୋଗ୍ରାମ। ଆଉ ଦିଟା ଗ୍ରୁପ ବି ଆସିଥିଲେ, ଗୋଟେ କମରଦାରୁ ଡାନ୍ସ ଗ୍ରୁପ ଆସିଥିଲେ, ଆଉ ଗୋଟେ ଓଡ଼ିଶୀ ଗ୍ରୁପ ଭୁବନେଶ୍ୱରରୁ ଆସିଥିଲେ। ବାରଟାରେ ତାଙ୍କର ପ୍ରୋଗ୍ରାମ ସବୁ ସାରିକି ସେମାନେ ପଳେଇଥିଲେ। ଦେନ୍ ତାପରେ ମଝିରେ ଆରତି ହେଲା, ଆରତି ପରେ ପୁଷ୍ପାଞ୍ଜଳି ଦେଲୁ। ଦେନ୍ ତାପରେ ମହାଦୀପ ଉଠିଲା ପରେ ଆମେ ଘରକୁ ଫେରିଲୁ, ପାଖାପାଖି 4:30 ଉପରେ ହେଇଯାଇଥିଲା। ଆସିକି ମୁଁ ଟିକେ ଝାଡୁ ମାରିଦେଲି, ଘରେ ଯାହା କାମ ଥିଲା ସେସବୁ କଲି। ବ୍ରସ୍ କରିସାରିକି ଗାଧୁଆ ପାଧୁଆ କାମ ସାରିଦେଲି। ସାରିକି ମୁଁ ପଳେଇ ଆସିଲି ଟିକେ ଖାଇକି ଶୋଇବା ପାଇଁକି। ତ ଆପଣମାନେ ଭିଡ଼ିଓକୁ ଲାଇକ୍ କରିଦେବେ।